ଅଧରପଣା ନୀତି। ଓଡ଼ିଆ ଜାତିର ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ। ସେହି କଳା ଠାକୁର ସମସ୍ତଙ୍କ ପାଇଁ କଢ଼ାଇଥାନ୍ତି ମୋକ୍ଷ ଓ ମୁକ୍ତିର ବାଟ। ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ସ୍ୱତନ୍ତ୍ରତାର ଠାକୁର। ତାଙ୍କର ସମସ୍ତ ନୀତିକାନ୍ତିରେ ଦେଖିବାକୁ ମିଳିଥାଏ ସ୍ୱତନ୍ତ୍ରତା। ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ବାହୁଡ଼ିବା ପରେ ସୁନାବେଶରେ ଦର୍ଶନ ଦେଇଥାନ୍ତି ରଥାରୂଢ଼ ଚତୁର୍ଦ୍ଧାମୂରତି। ମହଣ ମହଣ ସୁନାରେ ସୁସଜ୍ଜିତ ହୋଇ ସୁନାବେଶ ପରେ ଓ ନୀଳାଦ୍ରି ବିଜେ ପୂର୍ବରୁ ରଥଯାତ୍ରାର ଏକ ଗୁରୁତ୍ୱପୂର୍ଣ୍ଣ ନୀତି ହେଉଛି ଅଧରପଣା ନୀତି। ପ୍ରତ୍ୟେକ ଠାକୁରଙ୍କ ସମ୍ମୁଖରେ ରଥ ଉପରେ ମହାପ୍ରଭୁଙ୍କ ଅଧର ସମାନ ଲାଉ ତୁମ୍ଭ ଭଳି ସ୍ତନ୍ତ୍ର ଶୈଳୀରେ ନିର୍ମିତ ମାଟି ହାଣ୍ଡିରେ ସ୍ୱତନ୍ତ୍ର ଭାବେ ହେଉଥିବା ପଣା ଭୋଗ ନୀତିକୁ ଅଧରପଣା କୁହାଯାଏ। ବଡ଼ ଓଡ଼ିଆ ମଠ, ରାଘବ ଦାସ ମଠ ଓ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରତି ଠାକୁରଙ୍କ ପାଖରେ ଏକଟି କରି 3ଟି ହାଣ୍ଡି ପଣା ଯୋଗାଇ ଦିଆଯାଇଥାଏ। ତିନି ଦିଅଙ୍କ ପାଖରେ 3ଟି ଲେଖାଏଁ ମୋଟ ଭାବେ 9ଟି ପଣାହାଣ୍ଡି ଭୋଗ ଲାଗିଥାଏ। କିନ୍ତୁ ଏହି ପଣା ଭୋଗର ବିଶେଷତ୍ୱ ହେଉଛି ଭୋଗ ପରେ ଏହି ପଣା ହାଣ୍ଡିଗୁଡ଼ିକୁ ପଣା ଥିବା ଅବସ୍ଥାରେ ଭାଙ୍ଗି ଦିଆଯାଏ। ଅଧରପଣାର ବିଧି ସମ୍ପନ୍ନ ପରେ କ'ଣ ପାଇଁ ଭଙ୍ଗା ଯାଇଥାଏ ଅଧରପଣା ହାଣ୍ଡି? ଏ ପ୍ରଶ୍ନ ପ୍ରାୟ ସମସ୍ତଙ୍କ ମନରେ ଉଙ୍କି ମାରିଥାଏ। ଏ ପ୍ରଶ୍ନର ଉତ୍ତର ଖୋଜିବା ପୂର୍ବରୁ ଏହି ଅଧରପଣାର ବିଧିଟି କ'ଣ ସେ ସମ୍ପର୍କରେ ଜାଣିବା ନିତ୍ୟାନ୍ତ ଆବଶ୍ୟକ। ଏହି ଅଧରପଣା ହେଉଛି ଏକ ବିଶେଷ ପ୍ରଣାଳୀରେ ପ୍ରସ୍ତୁତ ପଣା ଭୋଗ। ଏହି ଭୋଗ ଯାହା ଏବେ ଦ୍ୱାଦଶୀ ତିଥିରେ ହେଉଛି, କିନ୍ତୁ ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଜଣାଯାଏ ପୂର୍ବେ ଏହା ଦଶମୀ ଦିନ ହିଁ ହେଉଥିଲା। ବାହୁଡ଼ା ରଥ ସିଂହଦ୍ୱାରଠାରେ ପହଞ୍ଚିବା ପରେ ରଥାରୂଢ଼ ଠାକୁରମାନଙ୍କୁ ଏହି ପଣା ଲାଗି କରାଯାଉଥିଲା। ଏହାର ସାଧାରଣ ଉଦ୍ଦେଶ୍ୟ ହେଉଛି ଠାକୁରମାନଙ୍କର ପଥକ୍ରାନ୍ତି ଅପନୋଦନ। କାରଣ ଆମେ ଯେପରି ଦୂରପଥ ଅତିକ୍ରମ କରି ଆସିଲେ କ୍ଲାନ୍ତ ଅନୁଭବ କରି ପଣା ପାଣି ପିଇ ଟିକିଏ ଶାସ୍ତମ ହୋଇଥାଉ, ଏହା ସେହିପରି ଏକ ବିଧି। କ'ଣ ରହିଛି ବାସ୍ତବିକ ରହସ୍ୟ ଅଧରହାଣ୍ଡି ଭଙ୍ଗାର ନୀତି ପଛରେ? ଅଧରପଣାର ଇତିହାସକୁ ଗଭୀର ଭାବରେ ଅନୁଧ୍ୟାନ କଲେ ଜଣାଯାଏ ଯେ ଏହି ନୀତି ପ୍ରଥମେ ବାହୁଡ଼ା ଦଶମୀ ଦିନ ହେଉଥିଲା। ପରେ ଏହା ଏକାଦଶୀରେ ଓ ପରେ ଦ୍ୱାଦଶୀ ଦିନ କରାଗଲା। କାରଣ ଅନେକ ସମୟରେ ବାହୁଡ଼ା ଯାତ୍ରାର 3 ରଥ ସେହି ଦିନ ଆସି ସିଂହଦ୍ୱାର ଆଗରେ ପହଞ୍ଚି ପାରୁନଥିଲା, ତେଣୁ ଦଶମୀ ପରିବର୍ତ୍ତେ ଏକାଦଶୀ ଦିନ 3 ରଥରେ 6 ହାଣ୍ଡି ଅଧରପଣା ଭୋଗ ହେଉଥିଲା ଓ ଦ୍ୱାଦଶୀ ଦିନ ଆଉ ଗୋଟିଏ ଲେଖାଏଁ ହାଣ୍ଡି ଅର୍ଥାତ୍ ଶେଷ 3 ହାଣ୍ଡି ପଣା ଭୋଗ ହେଉଥିଲା। କିନ୍ତୁ ସେଥିରେ ମଧ୍ୟ ଅସୁବିଧା ଦେଖାଦେଲା। କାରଣ ଏକାଦଶୀ ଦିନ ମହାପ୍ରଭୁଙ୍କ ସୁନାବେଶ ହେଉଥିବାରୁ ତାହା ଦେଖିବାକୁ ବହୁ ସଂଖ୍ୟାରେ ଭକ୍ତମାନେ ଆସୁଥିଲେ ଓ ତା ସାଙ୍ଗକୁ ସେଦିନ ମଧ୍ୟ ହରିଶୟନ ନୀତି ଥିବାରୁ ଅଧରପଣା ନୀତି ପାଇଁ ସମୟର ଅଭାବ ହେଲା। ଫଳରେ 9 ହାଣ୍ଡି ଯାକ ଅଧରପଣା ଭୋଗ ଦ୍ୱାଦଶୀ ଦିନ କରାଗଲା। ରାମ, କୃଷ୍ଣ ଏବଂ ମଦନମୋହନଙ୍କ 3 ହାଣ୍ଡି ଅଧରପଣା ଭୋଗ ମଧ୍ୟ ସେହି ଦିନ କରାଗଲା। ଡକ୍ଟର ପୂର୍ଣ୍ଣଚନ୍ଦ୍ର ମିଶ୍ର ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପୁସ୍ତକର ଏକ ସ୍ୱତନ୍ତ୍ର ଆଲେଖ୍ୟରେ ଏ ସମ୍ପର୍କରେ ବିଶେଷ ଆଲୋଚନା କରିଛନ୍ତି। ଶ୍ରୀମନ୍ଦିରର ଅବଲୁପ୍ତ ଭୋଗ ଅମୃତକୁଣ୍ଡ ଶୀର୍ଷକ ଲେଖାରେ ସେ ଅମୃତକୁଣ୍ଡ ଭୋଗ ସହ ଅଧରପଣା ଭୋଗର ସମ୍ପର୍କକୁ ଉପସ୍ଥାପିତ କରିଛନ୍ତି। ସପ୍ତଦଶ ଅଷ୍ଟାଦଶ ଶତାବ୍ଦୀର କବି ଦୀନକୃଷ୍ଣ ଦାସ ଓ ଲୋକନାଥ ବିଦ୍ୟାଧରଙ୍କ ବର୍ଣ୍ଣନା ଆଧାରରେ ସେ କହିଛନ୍ତି, ସପ୍ତଦଶ ଶତାବ୍ଦୀ ଶେଷ ଓ ଅଷ୍ଟାଦଶ ଶତାବ୍ଦୀ ଆରମ୍ଭ ବେଳକୁ ଶ୍ରୀଜଗନ୍ନାଥଙ୍କ ନିକଟରେ ଅମୃତକୁଣ୍ଡ ନାମକ ଏକ ବିଶେଷ ପଣା ଭୋଗ ହେଉଥିଲା, ଯାହା ଆଜିର ହିଁ ଅଧରପଣା। ନୀଳାଦ୍ରି ମହୋଦୟରେ ମଧ୍ୟ ପଣା ଭୋଗ ପ୍ରସ୍ତୁତିର ବର୍ଣ୍ଣନା ଦେଖିବାକୁ ମିଳିଥାଏ। ସେଥିରେ କୁହାଯାଇଛି, ପାକକାର ମହାସୁଆର 2 ଭାଗ ଜଳ, 1 ଭାଗ ବିମଳ ଖଣ୍ଡ ବା ନବାଟ ଏବଂ 1 ଭାଗ ଲେଖାଏଁ ସୀତା, ଦୁଗ୍ଧ, ଆମିକ୍ଷା, ଛେନା, ଦୁଗ୍ଧସାର, ସର ଓ ପାଚିଲା କଦଳୀ ମିଶାଇ ଏହି ପଣା ପ୍ରସ୍ତୁତ କରାଯାଏ। ସେଥିରେ କର୍ପୂର, ଗୋଲମରିଚ ଗୁଣ୍ଡ ଆଦି ମିଶାଇ ଏହି ଅମୃତକୁଣ୍ଡ ମହାପ୍ରଭୁଙ୍କୁ ଅର୍ପଣ କରାଯାଇଥାଏ। ଯେତେବେଳେ ରଥମାର୍ଗ ବଡ଼ଦାଣ୍ଡ ସୁଗମ ନଥିଲା, ସେତେବେଳେ ବଳଗଣ୍ଡି ଥିଲା ରଥର ଗୋଟିଏ ବିଶ୍ରାମ ସ୍ଥଳ। ସେହି ସମୟରେ ଏହି ଅମୃତକୁଣ୍ଡ ନାମକ ପଣା ଭୋଗ କରାଯାଉଥିଲା। ଏବେ ସେହି ଭୋଗ ବିଲୁପ୍ତ ପ୍ରାୟ ହୋଇଗଲାଣି, କିନ୍ତୁ ଅଧରପଣା ଭୋଗରେ ତାହାର ସ୍ପର୍ଶ ରହିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏବେ ଦ୍ୱାଦଶୀ ଦିନ ହିଁ 3 ରଥରେ
ତିନିଟି ଲେଖାଏଁ ହାଣ୍ଡିରେ 9 ହାଣ୍ଡି ଅଧରପଣା ଭୋଗ ହେଉଅଛି। ସୁନାବେଶର ପରଦିନ ଅର୍ଥାତ୍ ଆଷାଢ଼ ଶୁକ୍ଳ ଦୋଷୀ ଦିନ ମଧ୍ୟାହ୍ନ ଧୂପ ଶେଷ ହେବା ପରେ ଏହି ଭୋଗ ଲାଗି ହୋଇଥାଏ। ପୂର୍ବେ ରାଘବ ଦାସ ମଠ, ବଡ଼ ଓଡ଼ିଆ ମଠ ଓ ଗଜପତି ମହାରାଜା ତିନିରଥର ଏହି ପଣାଭୋଗ ସାମଗ୍ରୀ ଯୋଗାଇ ଆସୁଥିଲା ବେଳେ ଶ୍ରୀମନ୍ଦିରର ପରିଚାଳନା ଭାର ସରକାରଙ୍କ ହାତକୁ ଯିବା ପରେ ଗଜପତି ମହାରାଜାଙ୍କ ପରିବର୍ତ୍ତେ ଶ୍ରୀମନ୍ଦିର ପ୍ରଶାସନ ଭୋଗ ସାମଗ୍ରୀ ଯୋଗାଉଅଛି। କିନ୍ତୁ ଅନ୍ୟ ଦୁଇ ମଠର ଅଧରପଣା ସେବା ଏପର୍ଯ୍ୟନ୍ତ ମଧ୍ୟ ବଳବତ୍ତର ରହିଛି। ଏହି ପଣାଭୋଗ ପାଇଁ 9ଟି ସାମଗ୍ରୀ ଲାଗି ହୋଇଥାଏ। ସେହି 9 ସାମଗ୍ରୀ ହେଉଛି କ୍ଷୀର, ସର, ଛେନା, ଛାଞ୍ଚି ବା ନବାଟ, ପାଚିଲା କଦଳୀ, ଗୋଲମରିଚ ଗୁଣ୍ଡ, ଜାଇଫଳ, କର୍ପୂର ଓ ଜଳ। ପୂର୍ବରୁ ପଣା ପାଇଁ ଶ୍ରୀମନ୍ଦିର ସାମ୍ନା ଦୋଳମଣ୍ଡପ ସାହିର ରାଧାବଲ୍ଲଭ ମଠରୁ ଜଳ ଅଣାଯାଉଥିଲା ବେଳେ ଏବେ କିନ୍ତୁ ସିଂହଦ୍ର ନିକଟ ଛାଉଣି ମଠରୁ ଜଳ ଅଣାଯାଇ ନୀତି ଅନୁଷ୍ଠିତ ହେଉଅଛି। ପାଣିଆପଟ ସେବକମାନେ ଶୁଦ୍ଧପୂତ ଭାବରେ ପିତ୍ତଳ ଗରାମାନଙ୍କରେ କୂପରୁ ଜଳ କାଢ଼ି ରଥ ଉପରକୁ ବୋହି ନେଇ ବଡ଼ ପିତ୍ତଳ ହଣ୍ଡାମାନଙ୍କରେ ରଖିଥାନ୍ତି। ପାଳିଆ ମହାସୁଆରମାନେ ବିଧି ମୁତାବକ ଏହି ପଣାଭୋଗ ପ୍ରସ୍ତୁତ କରିଥାନ୍ତି। ଠାକୁରମାନଙ୍କ ଅଧରକୁ ସ୍ପର୍ଶ କରୁଥିବା 3ଟି ଲେଖାଏଁ ବଡ଼ ତୁମ୍ବ ଆକୃତିର ଡେଙ୍ଗା ମାଟିପାତ୍ରରେ ଏହି ପଣାଭୋଗ କରାଯାଇଥାଏ। ପ୍ରଥମେ ବଡ଼ ପିତ୍ତଳ ହଣ୍ଡାରେ ପଣା ପ୍ରସ୍ତୁତ କରାଯାଇ ତାପରେ ତାହାକୁ ଅଧର ହାଣ୍ଡିରେ ଢଳାଯାଏ। ପଣା ପ୍ରସ୍ତୁତି ସମୟରେ ଶ୍ରୀଜଗନ୍ନାଥଙ୍କ ରଥରେ ଭିତରଛ ମହାପାତ୍ର, ଶ୍ରୀବଳଭଦ୍ରଙ୍କ ରଥରେ ତଳୁଛ ମହାପାତ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥରେ ପାଳିଆ ପୁଷ୍ପାଳକ ସେବକମାନେ କନାର ଘେର ଦେଇଥାନ୍ତି। ତାହାପରେ ରଥ ଶୋଧ ହୋଇ ଟେରା ବନ୍ଧାଯାଇ ଭୋଗ ଅର୍ପଣ କରାଯାଏ। ଅଧରପଣା ହାଣ୍ଡି ଉପରେ ଖଣ୍ଡେ ଖଣ୍ଡେ ଲେଖାଏଁ ଧଳା କରିକା ଜାଲିକନା ମଧ୍ୟ ପକାଯାଇଥାଏ। ଏହା ଜଳଛଣା ଉଦ୍ଦେଶ୍ୟରେ ପକାଯାଏ ବୋଲି କଥିତ ରହିଅଛି। ଏହି ପଣାର ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଉଛି ଭୋଗ ହେବା ପରେ ରଥ ଉପରେ ଏହି ହାଣ୍ଡିଗୁଡ଼ିକ ଭାଙ୍ଗି ଦିଆଯାଏ। ପ୍ରଭୁଙ୍କ ଅନ୍ୟ ପ୍ରସାଦ ପରି ଭକ୍ତମାନଙ୍କୁ ଏହା ବିତରଣ ନ କରି ଏହି ପଣା ହାଣ୍ଡିକୁ ଭାଙ୍ଗି ଦିଆଯାଇଥାଏ ରଥରେ ଥିବା ପାର୍ଶ୍ୱ ଦେବାଦେବୀଙ୍କ ପାଇଁ। ପଣାହାଣ୍ଡିକୁ କାହିଁକି ଭଙ୍ଗାଯାଏ ସେ ସମ୍ପର୍କରେ ଭିନ୍ନ ଭିନ୍ନ ମତ ଲୋକଲୋଚନରେ ଶୁଣିବାକୁ ମିଳିଥାଏ। ଗୋଟିଏ ମତ ଅନୁସାରେ ଏହା ପଛରେ ବୈଷ୍ଣବ ଧର୍ମର ପ୍ରଚ୍ଛନ୍ନ ପ୍ରଭାବ ରହିଅଛି ଓ ଏହା ଚୈତନ୍ୟଙ୍କ ସମୟରୁ ପ୍ରଚଳିତ ଅଛି ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କ ଦହିହାଣ୍ଡି ଭଙ୍ଗା ସହିତ ଏହାର ସମ୍ପର୍କ ମଧ୍ୟ ରହିଅଛି ବୋଲି କୁହାଯାଏ। କିନ୍ତୁ ଅନ୍ୟ ଏକ ମତ ଅନୁସାରେ ତାନ୍ତ୍ରିକ ଧାରାର ବ୍ରତ ପାଳନକାରୀମାନେ ସୂର୍ଯ୍ୟାସ୍ତ ପୂର୍ବରୁ ରାତ୍ରି ଭୋଜନ କରିଥାନ୍ତି ଏବଂ ଅବଶିଷ୍ଟ ଖାଦ୍ୟ ପରଦିନ ପାଇଁ ସାଇତି ନ ରଖି ହାଣ୍ଡିକୁ ଭାଙ୍ଗି ଦେଇଥାନ୍ତି ବୋଲି କୁହାଯାଇଥାଏ। କେହି କେହି ଏହି ପଣା ପ୍ରସ୍ତୁତିରେ 42ଟି କଦଳୀ ଲାଗୁଥିବାରୁ ଏହାକୁ 3 ରଥର 42 ଚକ ସହିତ ମଧ୍ୟ ଯୋଡ଼ିଥାନ୍ତି। ଅଧରପଣାକୁ ପତିତମାନଙ୍କ ପାଇଁ ସାଧାରଣତଃ ସମର୍ପଣ କରାନଯାଇ ଉତ୍ସର୍ଗ କରାଯାଇଥାଏ। ସେଥିପାଇଁ କେତେକ ଗବେଷକଙ୍କ ମତ ଯେ ପତିତ ଉଦ୍ଧାର ପାଇଁ ଏହି ଅଧର ପଣା ହାଣ୍ଡି ଭଙ୍ଗା ଯାଇଥାଏ। ଗବେଷକମାନଙ୍କ ମତରେ ଅଧରପଣାର ନୀତି ଆଜିକାଲିର ନୀତି ନୁହେଁ। ଏହି ପରମ୍ପରା ପ୍ରାୟ 450 ବର୍ଷର ପୁରାତନ ପ୍ରଥା ଅଟେ। ଭୋଗ ପରେ ଅଧର ହାଣ୍ଡି ଭଙ୍ଗାର ଅନ୍ୟ ଏକ ବିଶେଷତ୍ୱ ରହିଥିବାର ମଧ୍ୟ ଜଣାଯାଏ। ଏ ସମ୍ପର୍କରେ କୁହାଯାଏ ଯେ ରଥଯାତ୍ରାରେ ଚତୁର୍ଦ୍ଧାମୂର୍ତ୍ତି ଓ 3 ବିଜେ ପ୍ରତିମାଙ୍କ ସହିତ 3 ରଥୀଜଙ୍କୁ ପ୍ରତିଦିନ ଭୋଗ ନୈବେଦ୍ୟ ଅର୍ପଣ କରାଯାଇଥାଏ, କିନ୍ତୁ ରଥର ପାର୍ଶ୍ୱ ଦେବାଦେବୀଙ୍କୁ କୌଣସି ଭୋଗ ଅର୍ପଣ କରାଯାଇନଥାଏ। ମହାପ୍ରଭୁଙ୍କ ସହ ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ଯାତ୍ରାରେ ପାର୍ଶ୍ୱ ଦେବାଦେବୀ ଅଶରୀରୀ ଯେଉଁମାନେ କି ଦୃଶ୍ୟମାନ ନ ହେଲେ ମଧ୍ୟ ଅନ୍ତର୍ଚକ୍ଷୁରେ ପ୍ରଭୁଙ୍କ ସହ ଯୁକ୍ତ ହୋଇ ପ୍ରଭୁଙ୍କ ସହ ଯାତ୍ରା କରିଥାନ୍ତି, ସେହିମାନଙ୍କୁ ଶାନ୍ତ କରିବା ଉଦ୍ଦେଶ୍ୟରେ ମହାପ୍ରଭୁ ରତ୍ନବେଦୀକୁ ଯିବା ପୂର୍ବରୁ ସେହିମାନଙ୍କ ଶ୍ରମକୁ ଲାଘବ କରିବା ଉଦ୍ଦେଶ୍ୟରେ ଏହି ଅଧର ପଣା ହାଣ୍ଡି ରଥ ଉପରେ ଭଙ୍ଗାଯିବାର ବିଧି ରହିଅଛି। ଠାକୁରମାନଙ୍କୁ ଲାଗି ହୋଇଥିବା ପ୍ରସାଦ ପାଇ ମୋକ୍ଷ ଲାଭ କରିବା ନିମନ୍ତେ ସେମାନଙ୍କ ମନରେ ଲାଳସା ରହିଥାଏ, ତେଣୁ ସେମାନଙ୍କର ସନ୍ତୁଷ୍ଟି ପାଇଁ ଏହି ପଣାହାଣ୍ଡିଗୁଡ଼ିକୁ ଭୋଗ ପରେ ଭାଙ୍ଗି ଦିଆଯାଏ। ସେମାନେ ରଥର ଚାରିପଟୁ ଝରି ପଡ଼ୁଥିବା ସେହି ଅମୃତପଣା ପାଇ ତୁଷ୍ଟ ହୋଇ ମୁକ୍ତିଲାଭ କରନ୍ତି। ଅଧରହାଣ୍ଡି ଭଙ୍ଗା ଯିବା ପରେ ଅଧରପଣା ବିନ୍ଦୁ ବିନ୍ଦୁ ହେଇ ସମଗ୍ର ରଥ ସହ ଭୂମିଗତ ହୋଇଥାଏ, ଯାହା ଫଳରେ ସମସ୍ତ ଭୂମିଜ ଅର୍ଥାତ୍ କୀଟ, ପତଙ୍ଗ, ସରୀସୃପ ଇତ୍ୟାଦି ସମସ୍ତଙ୍କର ତୃଷା ମେଣ୍ଟିଥାଏ। ଜଗତ ରୂପୀ ପ୍ରକୃତି ଏବଂ ନାଥ ରୂପୀ ପୁରୁଷଙ୍କ ସମନ୍ୱୟରେ
से जगतर नाथ जगन्नाथ। प्रकृतिर संपूर्ण रक्षार दायी सेही दारुब्रह्मଙ୍କ हाତରେ न्यस्त। सेथिपाई महाप्रभुंकर एही मानवीय दिव्य लीला खेला। एही अधरपणा सेई पूर्णब्रह्मଙ୍କ दिव्य नीतिर एक क्रियदांश मात्र, जेउथिरे महाप्रभु समग्र जीव जगतकु परितृप्ति करिबा पई उदार चित्त होई रथरे विराजमान करिथांती। जाहांक अधरं मधुरं वदनं मधुरं रूप मधुरं। जाहांक अधर चुंबित बंशीष्ण शुणी जमुना पथर पाषाण भी तरड़ी जाउथिला एवं एक विराट रासर रचना होई पारुथिला। सेही महाप्रभुंक चकाखी पई अनुष्ठित होइथाए नेत्रोत्सव आउ तांकर सेही नाली नाली ओठ पई अनुष्ठित होइथाए अधरपणार नीति। सेही दिव्य पुरुषंक अधरकु अंतररु कोटि कोटि प्रणाम ए अधम भावग्राहीर। जय जगन्नाथ। सांत्वना देकी गुंडीचा मांकु फेरिले जगतनाथ। बरस्क परे आसिबे पुणी से कथा देइछंती नाथ। आहा की सुंदर सुनाबेश परे आजि तो अधरपणा। जोगिनी डाकिनी परितृप्त हेबे पाई से अधरपणा। केते अशरीर चंडी ओ चामुंडा रथे थिले यात्रा करी। पारस देवता खुशी जे होइबे पणा टिके पाई करी। अधर पणार परदिन हेबे नीलाद्री विजे जे प्रभु। रत्न सिंहासने अधिष्ठित हे उत्कलर महाप्रभु। भावग्राही त्रिपाठी। आपण शीर्षक चैनल को सब्सक्राइब कलेनी कि जदि करिनांती एबे सब्सक्राइब करिनियंतु। एभली दिव्य सीरीज आध्यात्मिक पौराणिक साहित्य गल्प कविता तथा ओडिया भाषा और संस्कृतिर समृद्धि पाई एही यात्रा रे शामिल होई बहुल मात्रा रे लाइक कमेंट और शेयर करंतु। जय जगन्नाथ।